भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। पिता पुत्र पौत्रं चैव अभेर्नैका कळेबरं हरि साधु रघुवरं वन्दे अनंत गोपालं वन्दे अनंत गोपालं। बोली महापुरुष हरिदास की शुद्धि जनी ज्ञानी गुणी मंडली आज अध्यायर आलोचना को आपण मानक स्वागत जनाऊँ। आज मालिका वचन आलोचन आम आलोचना करने जाऊे महापुरुष अच्युतानंदर 64 पटल 64 पटलर जाकि षष्ठ षडपंचाश अध्याय 150 अध्याय पृष्ठा है 198 पृष्ठा। कौन कहले महापुरुष कहले बेसी पाप जेते बेड़ा हेब कलकी रूपे मोदय हेबी ओडिशा मध्यरे स्थाने स्थाने बाबो परीक्षा जाई करीबी परीक्षा जाई करीबी है सुजने परीक्षा जाई करीबी परीक्षा जाई करीबी है सुजने परीक्षा जाई करीबी। बेसी पाप जेते बेले हेब कलकी रूपे मु उदय हेबी जेतेबेले बहुत पाप हेब संसार रे। पाप कौन कौ जुगरे नथिला रावण तो त्रेता जुगरे पाप कर्म करथिला जे जा कि 56 गंडा जुग भोग करियो बोली वर पाई मध्य भोग न करि पारी 14 गंडा जुग भोग परे रामंग हस्तरे मला ई पाप करथिला बोली आपे जे जनक नंदिनी आपे जे जगत माता जनक नंदिनी बळे हरिला ताहाकू विंश नेत्र पुणी माँ भगवती जनक नंदिनी सीतांको हरण करिथिला बोली ई पाप जोगु मला रावण। द्वापर जुगरे कंस कौन पाप करि नथिला हाँ पाप करिथिला। गोपपुर रे केते केते शिशु मानकु निरीह कोला शिशु मानकु पुतना राक्षसी द्वारा से विनाश करिछि। कुक भय सृष्टि करी अनेक को विनाश करिछि कंस। कुक भय सृष्टि कला गोपपुर रे कि कंस तेणु ई बड़ी कंस मध्य द्वापर जुगरे पाप करिथिला। त्रेता जुगरे रावण मध्य पाप करिथिला। सत्य जुगरे हिरण्याक्ष हिरण्यकशिपु एमाने मध्य पापी थिले पाप कर्म करिथिले। पाप कौन अन्य को जुगर है हाँ किंतु महापुरुष अच्युत 64 पटल कहते कली जुगर जो पाप से भली पाप अन्य को जुगर है नहीं ये भली पाप कली जुगरे महापुरुष कहते अर्थात माता पुत्र जे पीरती होइब भाई भौणी रे रति ये भली घटना आपण कली जुगर देखिए। एक कथा नियत एव रामचंद्र आपद होइब पृथ्वी माता पुत्र रे जे पीरती होइब भाई भौणी रे रति
একথা নিয়ত হেব রামচন্দ্র আপদ হইব পৃথ্বী। মাଳିকার নাম হেলা চকড়া মডাণ। এইথরে মহাপুরুষ লেখিলে এভଳି পাপ কর্ণକୁ ଦୁଃଖଦ ହେଲେ ମଧ୍ୟ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଶୁଦ୍ଧି ଜାନି ଅପ୍ରିୟ ସତ ଏ ଉଦାହରଣ ଆଉ ଘଟିବାକୁ ବାକି ନାହିଁ। ଅନେକ ସ୍ଥାନରେ ଆପଣ ଦେଖୁଥିବେ, ଅନେକ ଦେଶରେ ତ ଆସି ବିଭିନ୍ନ ପାଶ୍ଚାତ୍ୟ ଦେଶମାନଙ୍କରେ ଏ ଘଟଣା ବହୁତ ପୂର୍ବରୁ ଘଟି ଚାଲିଛି। ବହୁତ ପୂର୍ବରୁ ପାଶ୍ଚାତ୍ୟ ଦେଶ ଗୁଡ଼ିକରେ, ପଶ୍ଚିମ ଦେଶ ଗୁଡ଼ିକରେ ଏ ଘଟି ଚାଲିଛି। କିନ୍ତୁ ଏ ଅପସଂସ୍କୃତି, ଏ ପାଶ୍ଚାତ୍ୟ ସଂସ୍କୃତି ଏ ଦେବଭୂମି ଭାରତ ଭିତରେ ମଧ୍ୟ ଆସି ପହଞ୍ଚିଛି। ଏ ଘଟଣା ଭାରତରେ ଘଟିବା ଆଉ ବାକି ନାହିଁ। ତେଣୁ ମହାପୁରୁଷ ସେଇଥିପାଇଁ କହୁଛନ୍ତି ଏ କଳିଯୁଗର ପାପ ଏଇଭଳି ପାପ। ସେଇଥିପାଇଁ କହିଲେ ବେଶୀ ପାପ ଯେତେବେଳେ ହେବ କଳ୍କି ରୂପେ ମୁଁ ଦୟ ହେବି। ବେଶୀ ପାପ ଯେତେବେଳେ ହେବ ଏଇଭଳି ମହାପାପ। ଗୁରୁ ମନୁଷ୍ୟର ସାଥେ ହୋଇବ ପିରତି ବାବୁ, ହୋଇବ ପିରତି। ବୋଲେ ଗୁରୁ ମନୁଷ୍ୟର ସାଥେ ହୋଇବ ପିରତି। ଗୁରୁ ମନୁଷ୍ୟ ସହିତ ଏଭଳି ପାପ। କର୍ଣ୍ଣକୁ ଦୁଃଖ ଦେଲେ ମଧ୍ୟ ଅପ୍ରିୟ ସତ। ଏ ଘଟଣା ଘଟିବା ବାକି ନାହିଁ। ଆଉ ମହାପୁରୁଷ ଏଭଳି କଥା ଲେଖିଛନ୍ତି, ଏଭଳି ପାପ। ତେଣୁ ସେଇଥିପାଇଁ କହିଲେ ଏ ସମୟରେ ଉତ୍କଳ ମଧ୍ୟରେ ସ୍ଥାନେ ସ୍ଥାନେ ବାବୁ ପରୀକ୍ଷା ଯାଇ କରିବି। ଯେତେବେଳେ ବେଶୀ ପାପ ସଂସାରରେ ହେବ ସେତେବେଳେ କଳ୍କି ରୂପରେ ମୁଁ ଉଦୟ ହେବି। ଆଉ ଉତ୍କଳ ମଣ୍ଡଳରେ ଯାଇକି ସ୍ଥାନେ ସ୍ଥାନେ କ'ଣ କରିବି ନା ମୁଁ ପରୀକ୍ଷା ମାନ ସବୁ କରିବି। ଏଭଳି ପାପ, ଏଭଳି ମହାପାପ ସହି ନ ପାରି ଫାଟିଯିବ ବସୁନ୍ଧରା। ଏ ପାପକୁ ସହି ନ ପାରି ଯେତେବେଳେ ପୃଥିବୀ ବସୁନ୍ଧରା ଫାଟିବ, ଯାହାକୁ ଆଜି ଭୂମିକମ୍ପ ମାନ ଆମେ କହୁଛେ, ଏ 21 ମସିହା ଠାରୁ ପ୍ରବଳ ମାତ୍ରାରେ ପଶ୍ଚିମ ଦେଶରେ ଭୂମିକମ୍ପ ମାନ ଆପଣ ଦେଖିବାକୁ ପାଇବେ। ଦେଖନ୍ତୁ ବର୍ତ୍ତମାନ ଆପଣ ଇଲେକ୍ଟ୍ରୋନିକ ମିଡିଆରେ ଆପଣ ଦେଖନ୍ତୁ, ପ୍ରତିଦିନ ଆପଣ ଭୂମିକମ୍ପକୁ ଦେଖୁ ବର୍ତ୍ତମାନ ଶୁଣିବାକୁ ପାଉଛନ୍ତି, ହଉଛି ବିଭିନ୍ନ ସ୍ଥାନ ମାନଙ୍କର ହଉଛି ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜୀ କି। ତେଣୁ ଏଭଳି ପାପ ଗୁଡ଼ିକ ଦେଖି ମୁଁ କ'ଣ କରିବି ନା ଉତ୍କଳର ସ୍ଥାନେ ସ୍ଥାନେ ସବୁ ପରୀକ୍ଷା କରିବି। ପାପୀମାନଙ୍କୁ ବିନାଶ କରିବି, ଦୁଷ୍ଟମାନଙ୍କୁ ବିନାଶ କରିବି। ସନ୍ଥ ପାଳନ ପାଇଁ ମୋର ଅବତାର ନା ଦୁଷ୍ଟ ଦଳନ ସନ୍ଥ ପାଳୁତୁ ନାଥ ପରମ ଦୟାଳୁ ଭାଗବତ କହନ୍ତି। ତେଣୁ ଉତ୍କଳର ସ୍ଥାନେ ସ୍ଥାନେ ଭକ୍ତଙ୍କୁ ମୁଁ ପରୀକ୍ଷା କରିବି। କେଉଁ ସ୍ଥାନରେ କି ଉତ୍କଳର କେଉଁ କେଉଁ ସ୍ଥାନରେ, କେଉଁ ଜିଲ୍ଲାରେ, କେଉଁ ଅଞ୍ଚଳରେ ଭକ୍ତମାନଙ୍କର ପରୀକ୍ଷା ହେବ। ମହାପୁରୁଷ 64 ପଟଳ 6ଠ 50 ଅଧ୍ୟାୟ 198 ପୃଷ୍ଠାରେ ଲେଖିଛନ୍ତି ଏ କଥା। ବୋଲେ ଶ୍ରୀମୁଖ ବଚନ ଶୁଣି ବାସବ ନନ୍ଦନ ବୋଇଲା ହେ ପ୍ରଭୁ ଜଗନ୍ନାଥ ଜନାର୍ଦ୍ଦନ। ବୋଇଲା ହେ ପ୍ରଭୁ ଜଗନ୍ନାଥ ଜନାର୍ଦ୍ଦନ। ବୋଇଲା ହେ ପ୍ରଭୁ ଜଗନ୍ନାଥ ଜନାର୍ଦ୍ଦନ। ମାଳିକାର ସିଦ୍ଧାନ୍ତ ଅନୁସାରେ, ପ୍ରମାଣ ଅନୁସାରେ ଅର୍ଜୁନ କହୁଛନ୍ତି, ଅଚ୍ୟୁତାନନ୍ଦ ଶିଷ୍ୟ ରାମଚନ୍ଦ୍ର କହୁଛନ୍ତି, କହିଲେ ବାବୁରେ ଏ କଥା ଅର୍ଜୁନକୁ ଭଗବାନ କୃଷ୍ଣ ଦ୍ୱାପରରେ କହୁଛନ୍ତି। ଶ୍ରୀମୁଖ ବଚନ ଶୁଣି ବାସବ ନନ୍ଦନ, ଭଗବାନ ଯେତେବେଳେ ଏତିକି କଥା କହିଲେ, ହେ ଅର୍ଜୁନ ଉତ୍କଳର ସ୍ଥାନେ ସ୍ଥାନେ ମୁଁ ପରୀକ୍ଷା କରିବି ଯାଇକିରି। ଆମେ ମାଳିକାରେ ଅନେକ ଜାଗାରେ ଆଲୋଚନା କରିନେ, କାଳିଆ ବୋଦାରେ ପରୀକ୍ଷା ହେବ, ଭକ୍ତ ପରୀକ୍ଷା। ସାରଳା କରିବେ କୁଟଲ ବଉଳ, କଟକେ ଲାଗିବ ଗୋଳ। କାଳିଆ ବୋଦାରେ ମେଳଛ ସଂଗାରଣ, ଆସିଲାଣି ସେଇ ବେଳ। ଉତ୍କଳରେ ପରୀକ୍ଷା ନିଶ୍ଚୟ ହେବା ବୋଲି ମୋହ ଆଗରେ ପ୍ରକାଶ କଲବନ ମାଳି। ମୋହ ଆଗରେ ପ୍ରକାଶ କଲବନ ମାଳି। ମୋହ ଆଗରେ ପ୍ରକାଶ କଲବନ ମାଳି।
उत्कଳରେ परीक्षा निश्चय हेब बोली ये उत्कल क्षेत्र विभिन्न मालिकार विभिन्न महापुरुष माने आलोचना कर उत्कल भूमि प्रभुंर जगन्नाथंर कल्कींर आविर्भाव हेब जगन्नाथ कल्की रूप आविर्भाव हेबे तेणु जदि हेबे ताले सही कथा अर्जुन पचार प्रभु उत्कल परीक्षा निश्चय हेब बोली मो आगे प्रकाश कल बनमाली हे प्रभु आपण मो आगे प्रकाश कले किंतु क्यों क्यों स्थान से ही जानिबा को मन पड़ी अच्छी आज्ञा मोते भगवान बड़ी अच्छी आज्ञा मोते भगवान बड़ी अच्छी आज्ञा मोते भगवान क्यों क्यों स्थान हे प्रभु यदि उत्कल भूमि हूँ देवभूमि ये हूँ प्रभुंकर जन्मभूमि कल्की प्रभुंकर जन्मभूमि तेणु हे प्रभु जो भूमि महात्म्य हूँ अनन्य चंडाशोक को धर्माशोक जो माटी कर दिए ता हूँ उत्कल भूमि ये मालिकार ही ये कथा आलोचना जी मालिकार विषय से आलोचना करुचु मालिकार ही विषय वस्तु ना तेणु से आम आलोचना करुचे तेणु से स्थान हूँ कौटा कौटा आम जाना इच्छा करुवा कौ स्थान सब परीक्षा हे अनेक समय आपण मैंने शुणी थे आम शुणीचे नहीं अमुक जगार परीक्षा हे से समक जगार परीक्षा हे से अमुक जगार परीक्षा हे बाकी एति दिन परीक्षा हे ताले से सब स्थान गुड़िक कौन कौन कौ कौ स्थान मालिकार कौन ये विषय लिखा अच्छी हाँ लिखा अच्छी तार कौन लिखाई कौ कौ स्थान महापुरुष कहले जे श्रीहरि बोइले सोण हे श्वेतवाहन परीक्षा पाई प्रसिद्ध अटे जेउ स्थान परीक्षा पाई प्रसिद्ध अटे जेउ स्थान परीक्षा पाई प्रसिद्ध अटे जेउ स्थान श्रीहरि बोइले शुण हे श्वेतवाहन हे अर्जुन श्वेतवाहन अर्जुन गोटे नाम हूँ एक नाम हूँ श्वेतवाहन कहले हे श्वेतवाहन हे अर्जुन परीक्षा पाई प्रसिद्ध अटे जो स्थान शुणी निय कौ कौ स्थान गुड़िक परीक्षा पाई प्रसिद्ध सबु जगह सबु समान ही न था आमे काश्मीर सेऊ हुए जानी भल सेऊ हम काश्मीर जम्मू काश्मीर आप जी सेऊ जमी से हुए तार मंजी की जदि आमे आनी एठारे ओडिशारे आमे लगेइबा कि कटक रे लगेइबा कि भुवनेश्वर माटी रे लगेइबा ताले से भली सेऊ कोन ही परिबो हाँ सेऊ हबो से मंजी पोतिले सेऊ हबो जे किंतु से भली मिठा से भली गुणर सेऊ ही परिबो नाही से भली रसाळ ही परिबो नाही नहीं कहीं ना से परिवेश अलगा से माटी अलगा से परिवेश अलगा तेणु परिवेश प्रकृतिर प्रभाव सी जड़ होना कहीं चेतन होना कहीं जड़ बाही तापर प्रभाव पड़ो ही पड़ो बोलिए महापुरुष अच्युतानंद जी की तेणु से चेतन हो बा जड़ हो परिवेश एवं प्रकृतिर प्रभाव से पड़ी था क्षेत्रर प्रभाव रही माटीर प्रभाव रही तेणु से ही कथा भगवान अर्जुन को कहते हे अर्जुन उत्कलर सबु भूमि हूँ परीक्षा भूमि नुह ये उत्कल जिते सब स्थान रही ये उत्कल जिते सब मंडल रही 16 मंडल आलोचना करी पूर्वर बालिका प्रमाण अनुसार 16 मंडल जो रही 16 मंडल कौटा कौटा कौटी कौटी अच्छी क्या 16 मंडल कहती एक आलोचना आम कर तेणु ये सबु जगह हूँ परीक्षा क्षेत्र नुह परीक्षा स्थान नुह परीक्षा प्रसिद्ध स्थान नुह ताहले ना परीक्षा प्रसिद्ध अटे जो स्थान परीक्षा प्रसिद्ध ताहा मु तुम आगे कहूँ आमे माने जानी नबा दरकार 64 पटलर 50 अध्यायर 198 पृष्ठार एक कथा लिखा कौटा कौटा सबू परीक्षार स्थान महापुरुष कहते बाबूरे
ଯେ ସେ ସ୍ଥାନର ନାମ ସବୁ ଶୁଣ ଦେଇ ଚିତ ଯେ ବଣ ସ୍ଥାନଟି ଯେଉଁ ନାମରେ ବିଦିତ ଯେ ବଣ ସ୍ଥାନଟି ଯେଉଁ ନାମରେ ଗୀତ ଯେ ବଣ ସ୍ଥାନଟି ଯେଉଁ ନାମରେ ଗୀତ କହିଲେ ସେ ସ୍ଥାନର ନାମ ସବୁ ଶୁଣ ଦେଇ ଚିତ୍ତ ତୁ ମନ ଦେଇକି ଚିତ୍ତ ଦେଇକି ଶୁଣ ଚେତନା ଦେଇକି ଶୁଣ ଯୋଉ ସବୁ ସ୍ଥାନରେ ଭକ୍ତର ପରୀକ୍ଷା ହେବ ପ୍ରକୃତରେ ଇଏ ଭକ୍ତ ନା ନାହିଁ ପ୍ରକୃତରେ ଭକ୍ତର ଗୁଣ ତା ଭିତରେ ଅଛି ନା ନାହିଁ ପ୍ରକୃତରେ ଭଲ ଲୋକ ନା ନାହିଁ ଖାଲି ଭକ୍ତ ଭଳି ଦେଖେଇ ହେବା ଭକ୍ତ ଭଳି ପୋଷାକ ପିନ୍ଧିଦେବା ଭକ୍ତ ଭଳି ମାଳା ଗଡ଼େଇ ତିଲକ ଧାରଣ କରିବା ଭକ୍ତର ରୂପ ଭେକ ହେଇଗଲେ ଜଣେ ଭକ୍ତ ହେଇଯାଏ ନାହିଁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଶୁଦ୍ଧି ମହାପୁରୁଷ ସେଇଥିପାଇଁ ମାଳିକାରେ ଲେଖିଥିଲେ ଏଭଳି ଘଟଣା ଆପଣ ଦେଖିବେ ଭିକ୍ଷା ଡଙ୍ଗା ଗୋଟା ବୁଡ଼ାଇ ଦେବେ ମିଥ୍ୟା କଥା କହି ଶିଷ୍ୟ ଏଭଳି ଅନେକ ରହିଛି ତେଣୁ ଆମେ ସିଆଡ଼େ ଆଲୋଚନା କରିବା ନାହିଁ କିନ୍ତୁ ମହାପୁରୁଷ କହିଲେ ବାବୁରେ ଇଏ ଭକ୍ତ ନୁହଁ ଭକ୍ତର ଗୁଣ ଥିବା ସ୍ୱଭାବ ଥିବା ଲକ୍ଷଣ ଥିବା ଦରକାର ତେଣୁ ଏଭଳି ଭକ୍ତର ଗୁଣ ଅଛି କି ନାହିଁ ସ୍ୱଭାବ ଅଛି କି ନାହିଁ ଭକ୍ତର ଲକ୍ଷଣ ଭକ୍ତି ଅଛି କି ନାହିଁ କେମିତି ଜାଣିବେ ନା ପରୀକ୍ଷା କଲେ ନା ଜଣେ ଭଲ ପାଠ ପଢୁଛି ମାଟ୍ରିକ ପଢିଛି କି ନବମ ପଢିଛି କି ଦଶମର ଯେ ଭଲ ପଢୁଛି ବୋଲି କେମିତି ଜାଣିବା ପରୀକ୍ଷା ହେଲେ ନା ଯେତେବେଳେ ବାର୍ଷିକ ପରୀକ୍ଷା ହବ ଆଉ ରେଜଲ୍ଟ କେମିତି ରଖୁଛି ଦେଖିବା କ'ଣ ଉତ୍ତର ସେ କେତେ ଦେଇଛି କିଭଳି ପଢିଛି ସେ ଜଣା ପଡିବ ନା ନୁହେଁ କିଭଳି ପାଠ ପଢିଛି ଜଣା ପଡିବ କିଭଳି ପାଠ କେମିତି ତାର ହଉଛି ସେ କହୁଛି ହଁ ମୁଁ ଭଲ ପଢୁ ମୁଁ ପଢୁଛି ସବୁବେଳେ ଆଉ ସବୁବେଳେ ପଢୁଛି ଯେ 24 ଘଣ୍ଟାରୁ ଯଦି 18 ଘଣ୍ଟା ପଢୁଛୁ ଆଉ ଭଲ ପଢୁଛୁ କି ଖରାପ ପଢୁଛୁ ସେ କ'ଣ ଏମିତି 18 ଘଣ୍ଟା ପଢିଲେ ଜଣା ପଡିବ ନା ଆଉ ନା 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 18 ଘଣ୍ଟା ପଢିଲେ ଜଣା ପଡିବ ନାହିଁ ସବୁବେଳେ ବହି ଆଖି ସାମ୍ନା ରଖିଲେ ହେବ ନାହିଁ ସବୁବେଳେ ଗାରେଇଲେ ହେବ ନାହିଁ ସବୁବେଳେ ଗୁଣୁଗୁଣୁ ହେଲେ ହେବ ନାହିଁ ରାତି ଅନିଦ୍ରା ହେଇ ପଡ଼ିଲେ ହେବ ନାହିଁ ସେମିତି ଜଣାଯାଏ ନାହିଁ ପାଠ କେମିତି ଭଲ ପଢୁଛି କି ନାହିଁ ତାହେଲେ କେମିତି ଜଣାଯିବ ପରୀକ୍ଷା ହେଲେ ନା ଯେତେବେଳେ ବାର୍ଷିକ ପରୀକ୍ଷା ହେବ ଆନୁଆଲ ଏକ୍ଜାମ ହେବ ସେତେବେଳେ କେତେ ମାର୍କ ରଖିଲୁ ସେତେବେଳେ କେତେ ମାର୍କ ରଖିଲୁ କ'ଣ ରଖିଲୁ ସେତେବେଳେ ଜଣା ପଡ଼ିବ ତୁ ଯେଉଁ 18 ଘଣ୍ଟା ପଢୁଥିଲୁ ତୋର ପାଠ କେମିତି ପଢୁଛୁ ତ ସେଇଭଳି ସେଇ ନ୍ୟାୟରେ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଯେ ଜଣେ ଭକ୍ତ ହଁ ଭକ୍ତ ତାଲିକାରେ ମାଳିକାରେ ତା ନାଁ ଅଛି ହଁ ଠିକ ଅଛି ଇଏ ଭକ୍ତ ଇଏ ଭକ୍ତ ଜଣେ ହଁ ସେମିତି କ'ଣ ହଁ ଅଛି ଠିକ ଅଛି ଥାଉ କିନ୍ତୁ ପରୀକ୍ଷା ଯେତେବେଳେ ହେବ ସେ ପରୀକ୍ଷାରେ କେତେ ମାର୍କ ରଖୁଛି ଜଣା ପଡ଼ିବ କି ପରୀକ୍ଷା ମହାପୁରୁଷ ଲେଖିଛନ୍ତି କି ପରୀକ୍ଷା ଆଗକୁ ଆଲୋଚନା କରିବା ସେଇଥିପାଇଁ କହିଲେ ଋଷି କୁଲ୍ୟା ନାମେ ନଦୀ ଦକ୍ଷିଣ ଦିଗରେ ନିଆଳି ମାଧବ ନାମେ ସ୍ଥାନେ ପୂର୍ବରେ ନିଆଳି ମାଧବ ନାମେ ସ୍ଥାନେ ପୂର୍ବରେ ନିଆଳି ମାଧବ ନାମେ ସ୍ଥାନେ ପୂର୍ବରେ ଋଷିକୁଲ୍ୟା ନଦୀ ଋଷିକୁଲ୍ୟା ନାମେ ନଦୀ ଦକ୍ଷିଣ ଦିଗରେ ତେଣୁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଶୁଦ୍ଧି ଜାନି ସେ ନିଆଳି ମାଧବ ଅଛନ୍ତି କୋଉଠି ଋଷିକୁଲ୍ୟା ନଦୀର ତୀରରେ ଏବଂ କେଉଁ ଜାଗା ଉତ୍କଳର କେଉଁ ସ୍ଥାନ ସିଏ ନା ନଖରା ଠାରୁ ଆପଣ ଭିତରକୁ ଯିବେ ଫୁଲ ନଖରା ଠାରୁ ଭିତରକୁ ଗଲେ ନିଆଳି ମାଧବ ପଡ଼ିବେ ତେଣୁ ଅଚ୍ୟୁତାନନ୍ଦ ମହାପୁରୁଷ 64 ପଟଳରେ କହିଲେ ରାମଚନ୍ଦ୍ରରେ ଏ ନିଆଳି ମାଧବ ସ୍ଥାନରେ ସିଏ ହେଉଛି ଏକ ପରୀକ୍ଷାର ସ୍ଥାନ ଭକ୍ତମାନଙ୍କର ପରୀକ୍ଷା ସେଠାରେ ଆଉ କେଉଁ କେଉଁ ସ୍ଥାନରେ ସବୁ ପରୀକ୍ଷା ହେବ ଉତ୍କଳରେ ଏ କଥା ଆଗାମୀ ଅଧ୍ୟାୟରେ ଆମେ ଆଲୋଚନା କରିବା ଶୁଦ୍ଧି ଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ ଏତ ସମୟ ହେଇছে ନା ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ ନେଇ କିନ୍ତୁ ତା ପୂର୍ବରୁ ଜଣେ ଭକ୍ତର ନାଁ କହିବା କିଏ ସେ ଭକ୍ତ କ'ଣ ତାର ନାଁ କୋଉଠି ତାର ଜନ୍ମ ହେଇଥିବ କହିଲେ ହାଜିପୁର ଧ୍ୟାନ କୁଦ ପଞ୍ଚସଖା ସ୍ଥାନ ହାଜିପୁର ଧ୍ୟାନ କୁଦ ପଞ୍ଚସଖା ସ୍ଥାନ ହନିପୁରେ ଗୋଳ ହେବ କହିଲି ପ୍ରମାଣ ହନିପୁରେ ଗୋଳ ହେବ କହିଲି ପ୍ରମାଣ ହନିପୁରେ ଗୋଳ ହେବ କହିଲି ପ୍ରମାଣ ସିଦ୍ଧ ଭୂମି ମଧ୍ୟ ଭାଗେ
ଏକ ସାଧୁ ଅଛି ସିଦ୍ଧ ଭୂମି ମଧ୍ୟ ଭାଗେ ଏକ ସାଧୁ ଅଛି ଶଙ୍କରପୁରେ ବାରିକ ଭକତ ରହିଛି ଶଙ୍କରପୁରେ ବାରିକ ଭକତ ରହିଛି ଶଙ୍କରପୁରେ ବାରିକ ଭକତ ରହିଛି। କହିଲେ ହାଜିପୁର ଧ୍ୟାନକୁଦ ପଞ୍ଚସଖା ସ୍ଥାନ ପଞ୍ଚସଖା ମାନେ ଯୋଉଠି ଧ୍ୟାନ କରୁଥିଲେ ହାଜିପୁର ଧ୍ୟାନକୁଦ ପୀଠ ଜଗତସିଂହପୁର ଜିଲ୍ଲାରେ କନ୍ଦରପୁର ଠାରୁ ଭିତରକୁ ଯିବେ ପଡ଼ିବ ଏବଂ ଧନୀପୁରେ ଖେଳ ହେବ କହିଲି ପ୍ରମାଣ ସେ ଧନୀପୁରରେ ଖେଳ ଗୋଟେ ହେବ ସିଦ୍ଧଭୂମି ମଧ୍ୟଭାଗେ ଏକ ସାଧୁ ଅଛି ଶଙ୍କରପୁରେ ବାରିକ ଭକତ ରହିଛି ବାରିକ ନାମର ଜଣେ ଭକତ ଜନ୍ମ ହେଇଥିବ ସୁଧୀଜନେ ଏ ଭକ୍ତ ନାଁ ଆପଣ ଲେଖି ରଖନ୍ତୁ ପରେ ଠାବ କରିବେ। ଆଜି ତ ସମୟ ହେଇଛି ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ ନେଇ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ହେ ନାଥ ନାରାୟଣ ବାସୁଦେବ ହେ ନାଥ ନାରାୟଣ ବାସୁଦେବ ହେ ନାଥ ନାରାୟଣ ବାସୁଦେବ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ। ସୁଧୀଜନେ ଆଜି ପାଇଁ ବିଦାୟ ଦିଅନ୍ତୁ ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା ରହୁଛୁ ହରି ଓମ୍ ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।